ବି ହଉଛି କିନ୍ତୁ ସେଥିରେ ଗଭର୍ଣ୍ଣମେଣ୍ଟ ଚାରି କାନ୍ଥ ଭିତରେ ଆବଦ୍ଧ ନାହାନ୍ତି ମହିଳା। ସଫ୍ଟ ଟଏଜ୍ ତିଆରି ସେମାନଙ୍କୁ କରାଇଛି ରୋଜଗାରକ୍ଷମ। କିଏ ସୂତା ଗୁନ୍ଥିବାରେ ଲାଗିଛି ତ ପୁଣି କିଏ କଣ୍ଢେଇ ସଜେଇବାରେ ଲାଗିଛି। ଆଉ କିଏ କଣ୍ଢେଇ ଆଖି, ଜୋତା ଏବଂ ଟୋପି ତିଆରି କରିବାରେ ବ୍ୟସ୍ତ ରହିଛି। ପ୍ରତ୍ୟେକ ଦିନ ମହିଳାମାନେ ଏହିଭଳି ସୁନ୍ଦର ସୁନ୍ଦର ସଫ୍ଟ ଟଏଜ୍ ତିଆରି କରୁଛନ୍ତି। ଆଉ ସେଗୁଡ଼ିକୁ ବଜାର ଏବଂ ପ୍ରଦର୍ଶନୀରେ ବିକ୍ରି କରି ବେଶ୍ 2 ପଇସା ରୋଜଗାର ମଧ୍ୟ କରୁଛନ୍ତି। ତେଣୁ ଆଗ ଭଳି ମହିଳାମାନେ ଆଉ ଦୁର୍ବଳ ନୁହନ୍ତି ବୋଲି ପ୍ରମାଣ କରି ଦେଖାଇଛନ୍ତି। ଏପରି ଏକ ମହିଳା ଗ୍ରୁପ୍ ହେଉଛି ବାଲେଶ୍ୱରର ଅନ୍ନପୂର୍ଣ୍ଣା ହ୍ୟାଣ୍ଡିକ୍ରାଫ୍ଟ ସେଣ୍ଟର। ଏହାର ଗୋଟିଏ ଶାଖା କୁରୁଡ଼ାରେ ଥିବାବେଳେ ଅନ୍ୟ ଏକ ଶାଖା ରହିଛି ବାଲେଶ୍ୱର ସହରର ସୁନହଟ ଅଞ୍ଚଳରେ। ଏଠି ଆସିକି ବହୁତ କାମ ଶିଖୁଛେ ଆମେ। କଣ୍ଢେଇ ଛୋଟ ଛୋଟ ଶିଖୁଛେ ଆଉ ବହୁତ ରକମ ଆଇଟମ ଶିଖିବା ବି ଚାହୁଁଛେ ଆମେ, ମାନେ ଅଲଗା ଅଲଗା ରକମ ଶିଖିବାକୁ ଚାହୁଁଛେ। ଯେତେ ଦିନ ହେଲାଣି ଶିଖିଲଣି, କ'ଣ ତମର ମାନେ ପଇସା ଇନକମ୍ ବା ଅର୍ଥନୀତି କ୍ଷେତ୍ରରେ ଉନ୍ନତି ହେଇଛି? ଆମ ପଇସା ବିକ୍ରି କରିକି ବହୁତ ପଇସା ଇନକମ୍ ହେଇଛି। କ'ଣ କହିବ? ମହିଳାମାନେ ତ ଆଗରୁ ଯେମିତି ପାଠ ପଢି ପାରୁନଥିଲେ, ଶିକ୍ଷିତ ହେଇପାରୁନଥିଲେ, ଏବେ ତ ସବୁ ବଦଳିଲାଣି, ଯୁଗ ବଦଳିଛି ନା ନାହିଁ? କିନ୍ତୁ ମହିଳାମାନଙ୍କୁ ଆଗକୁ ବଢିବା ପାଇଁ ଆଉ କ'ଣ ହେଲେ ତମମାନଙ୍କର ଉନ୍ନତି ହବ, ବା ମହିଳାମାନେ କେମିତି କାମ କରିପାରୁଛନ୍ତି? କାମ କରିପାରୁଛନ୍ତି ଯେ ସେ ଆଗରୁ ତମେ କ'ଣ କରୁଥିଲ? ଆମେ ଆଗରୁ କାମ ଘର କରୁଥିଲେ, ରୋଷେଇବାସ କରୁଥିଲେ। ଏନେ ଏଇ ଦିଦିଙ୍କ ପାଖରେ ଆସିକି ସବୁ କାମ ଶିଖୁଛେ, ଶିଖିଗଲେଣି, କରୁଛେ ଆଉ କରିବାକୁ ଚାହୁଁଛେ, ଆଗକୁ ବି କରିକି ଆଗକୁ ବଢିବାକୁ ଚାହୁଁଛେ। ଆଉ ଏବେ କେମିତି କ'ଣ ଟଙ୍କା ତମେ ଇନକମ୍ କଲଣି? ଏନା ଆମକୁ ଦିଦି ଦଉଛନ୍ତି, ବିକ୍ରି କରିକି ଷ୍ଟଲ୍ ପଡୁଛୁ, ବିକ୍ରି କରିକି ଦଉଛନ୍ତି ପଇସା। ମାସକୁ କେତେ? 1000-2000 ହେଇଯାଉଛି। ଆଗକୁ ବି ବଢିବ ଏଇଟା? ହଁ, ଆପଣ ଚାହିଁଲେ ବଢିବ, ଗଭର୍ଣ୍ଣମେଣ୍ଟ ଚାହିଁଲେ ବଢିବ, ସବୁ ଚାହିଁଲେ ବଢିବ। ତେବେ ବର୍ତ୍ତମାନ ଯୁଗ ପରିବର୍ତ୍ତନ ସାଙ୍ଗକୁ ଶିକ୍ଷାର ପ୍ରଚାର ପ୍ରସାର ବଢ଼ିଛି। ମହିଳାମାନେ ପୁରୁଷଙ୍କ ସମକକ୍ଷ ହୋଇପାରିଛନ୍ତି। ଯୁଗ ଥିଲା ମହିଳାମାନେ ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହୁଥିଲେ, ବାହାରକୁ ବାହାରି ପାରୁନଥିଲେ। ଏବେ କିନ୍ତୁ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ପରିବାର ସମ୍ଭାଳିବା ସହ ନିଜକୁ ରୋଜଗାରକ୍ଷମ ମଧ୍ୟ କରାଇଛନ୍ତି। ତେବେ ସହରଠାରୁ ଆରମ୍ଭ କରି ଗାଁ ଗହଳିର ମହିଳାମାନେ ଏକତ୍ରିତ ହୋଇ ଗ୍ରୁପ୍ ମାଧ୍ୟମରେ ବିଭିନ୍ନ ପ୍ରକାରର ଖେଳଣା ଏବଂ ଘର ସଜାଇବା ସାମଗ୍ରୀମାନ ତିଆରି କରିପାରୁଛନ୍ତି। ଆଉ ସେଗୁଡ଼ିକୁ ବିକ୍ରି କରି ବେଶ୍ ଅର୍ଥ ମଧ୍ୟ ରୋଜଗାର କରୁଥିବାରୁ ସେମାନେ ଖୁସି ଅନୁଭବ କରୁଛନ୍ତି। ଆଗରୁ ମହିଳାମାନେ ତ ଘରେ ରହୁଥିଲେ, ଘର ସଂସାର ଚଳାଉଥିଲେ। ଏବେ ତ ନାରୀମାନେ ଆଗକୁ ଯିବା ପାଇଁ ଚାହୁଁଛନ୍ତି। ତ ନାରୀ ତ ଏବେ ବହୁତ କିଛି କାମ କଲେଣି। ନାରୀ ଜଣେ ଡକ୍ଟର ହେଇପାରୁଛି, ଜଣେ ପୋଲିସ ହେଇପାରୁଛି, ଜଣେ ପାଇଲଟ ହେଇପାରୁଛି। ଆଉ ନାରୀ ଏବେ ବହୁତ ଆଗକୁ ଗଲେଣି। ତ ଆମେ ସେଥିପାଇଁ ଆମେ ଚାହୁଁଛୁ କିଛି କାମ କରିବା ପାଇଁ। ଆମେ ବି ଆଗକୁ ଯିବୁ, ଅନ୍ୟ ନାରୀମାନେ ଯେମିତି ଆଗକୁ ଯାଇପାରୁଛନ୍ତି, ଆମେ ସେମିତି ଆଗକୁ ଯିବା ପାଇଁ ଚାହୁଁଛୁ। ଏଥିପାଇଁ ସରକାର ଆମକୁ କିଛି ସାହାଯ୍ୟ କରିବା ଦରକାର, ସରକାର ଆମକୁ ସପୋର୍ଟ କରିବା ଦରକାର। ଏବେ କେମିତି ଇନକମ୍ କରିପାରୁଛନ୍ତି, କ'ଣ କାମ କରୁଛନ୍ତି? ଆମେ ସଫ୍ଟ ଟଏଜ୍ ତିଆରି କରୁଛୁ। ମ୍ୟାଡ଼ାମ ଥରେ ଆସି ଆମକୁ ଡାକିକି ବୁଝେଇଥିଲେ ଯେ ମୁଁ ସଫ୍ଟ ଟଏଜ୍ର କାମ କରୁଛି, କାମ ଶିଖିଛି, ଆପଣମାନେ ବି ଆସିକି କାମ କରନ୍ତୁ, ଶିଖନ୍ତୁ, ଅନ୍ୟ ଉପରେ ଡିପେଣ୍ଡେଣ୍ଟ ନ ହୋଇକି ନିଜ ଉପରେ ଡିପେଣ୍ଡ କରନ୍ତୁ, ନିଜେ କିଛି ଇନକମ୍ କରନ୍ତୁ। ତ ସିଏ ଶିଖେଇଥିଲେ, ଲକଡାଉନ୍ ପରେ ଆମକୁ କାମ ଶିଖେଇଥିଲେ, ଆମେ ତାଙ୍କ ସହିତ କାମ କରୁଛୁ। ଏବେ ଯେମିତି କାମ କରୁଛୁ, ଅଳ୍ପ ସ୍ୱଳ୍ପ କରି କାମ ଦେଉଛନ୍ତି। ଏସବୁ ଜିନିଷ ବିକ୍ରି କୋଉଠି ହୁଏ? ଏସବୁ ଜିନିଷ ମ୍ୟାଡ଼ାମ ଷ୍ଟଲ୍ ବିକ୍ରି କରନ୍ତି। ଆଉ ବାଲେଶ୍ୱର ଗଭର୍ଣ୍ଣମେଣ୍ଟ ITIରେ ଏକ୍ସପୋରେ ବିକ୍ରି ହୁଏ, ପୋଲିସ ଲାଇନ୍ରେ ପୋଲିସ ମେଳାରେ ବିକ୍ରି ହେଉଛି, ଆଉ ଚାନ୍ଦିପୁରରେ ସି ବିଚ୍ ବେଳାଭୂମିରେ ବିକ୍ରି ହେଉଛି। ତା ବାଦେ ଆଉ କ'ଣ ହେଲେ ସେମାନେ ଆଗେଇ ପାରିବେ? ଆମେ ଚାହୁଁଛୁ ଯେ ରେଗୁଲାର ଆମର ଟେଡି ସବୁ ବିକ୍ରି ହଉ,
ତ ରେଗୁଲାର ବିକ୍ରି ହେଲେ ଆମକୁ ବି ରେଗୁଲାର ପଇସା ହିଁ ମିଳିବ। ଆଉ ଏଥିରେ ବର୍ଷକୁ 2ଟା 3ଟା ଷ୍ଟଲ୍ ହେଲା ବେଳକୁ ଆମର ତ ପଇସା ହଉନି। ସେଥିପାଇଁ ଆମକୁ ମାନେ ଗଭର୍ଣ୍ଣମେଣ୍ଟକୁ ଆମେ ମାନେ ହେଲ୍ପ ମାଗୁଛୁ ଯେ ଆମକୁ ଯେମିତି ରେଗୁଲାର ବିକ୍ରି ହେବା ପାଇଁ ଗୋଟେ ଛୋଟ ଫୋଟ ମାନେ ଦୋକାନ ଆକାରରେ କି ଗୁମୁଟ ଆକାରରେ ଯଦି ଦିଅନ୍ତେ ଆମେ ରେଗୁଲାର ବି ବିକ୍ରି କରିପାରନ୍ତୁ, ଆମେ ବି ଖୁସି ରୁହନ୍ତୁ। ବାଲେଶ୍ୱର ତ ଅନେକ ଏଇଭଳିଆ କାମ କରୁଛନ୍ତି, ଆପଣଙ୍କୁ କାହିଁକି ଅଧିକା ଦିଆଯିବ ବା ଆପଣଙ୍କୁ କ'ଣ ଅଧିକା ଟ୍ରେନିଂ ହେଲେ ଆପଣଙ୍କ ଜିନିଷ ଗୁଡ଼ା ଆହୁରି ସୁନ୍ଦର ହେଇପାରିବ? ଆମର ଆଉ କିଛି ଆମେ ଚାହୁଁଛୁ ଯେ ମାନେ ଭଲ ଭଲ ଆଇଟମ୍ ବନେଇବା ପାଇଁ, ଯେମିତି ଡେଭଲପମେଣ୍ଟ ଟ୍ରେନିଂ ଗୋଟେ ଆସିଲେ ଆମ ପାଇଁକି ଆହୁରି ଭଲ ହୁଅନ୍ତା। ଆମେ ଅଳ୍ପ ସ୍ୱଳ୍ପ ଯାହା ଶିଖୁଛୁ ତାକୁ ବନଉଛୁ। ଭଲ ଭଲ ଆଇଟମ୍ ମାନେ ଆମେ ବି ଦେଖୁଛୁ ଯେ ଷ୍ଟଲ୍ରେ ବହୁତ ଭଲ ଭଲ କଣ୍ଢେଇ ପଡ଼ୁଛି। ଆମେ ଭାବୁଛୁ କାଇଁ ଆମେ ତ କରିପାରୁନୁ, ତାକୁ ଏମାନେ କରୁଛନ୍ତି। ଆମେ ସେମିତିକା କରିବା ପାଇଁ କିଛି ଆଉ ଟ୍ରେନିଂ ଦେବା ପାଇଁ ସେ ଗଭର୍ଣ୍ଣମେଣ୍ଟକୁ କହିବୁ। ସେପଟେ ବଜାରର ଦର ବଢ଼ିବା ସାଙ୍ଗକୁ କଞ୍ଚାମାଲର ଦର ମଧ୍ୟ ବଢ଼ିଲାଣି। ତେଣୁ ସରକାରୀ କିମ୍ବା ପ୍ରଶାସନିକ ସ୍ତରରେ ଏହି ମହିଳାମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ତାଲିମ ଦେବା ପାଇଁ ସଂଗଠନ ପକ୍ଷରୁ ଦାବି ହୋଇଛି, ଯାହାଫଳରେ ଏମାନଙ୍କର ହସ୍ତକଳାର ଚାହିଦା ନିଶ୍ଚୟ ବଢ଼ିପାରିବ ବୋଲି ସେମାନେ ଆଶା କରୁଛନ୍ତି। ନୀଳଗିରିରେ ବହୁ କୁରୁଡ଼ାର ହେଉଛି ଝିଅ, କିନ୍ତୁ ଏଇ ଯୋଉ ଆପଣ ସଂଗଠନଟିରେ କରୁଛନ୍ତି, ଆଜ୍ଞା ବିଭିନ୍ନ ପ୍ରକାର ହସ୍ତକଳା କରୁଛନ୍ତି, ମହିଳାମାନେ ଏଠି ସ୍ୱାବଲମ୍ବୀ କରୁଛନ୍ତି, କେବେ ଆରମ୍ଭ କରୁଥିଲେ ଆଉ କାହିଁକି କରୁଥିଲେ? ଆକ୍ଚୁଆଲି ମୁଁ ଆରମ୍ଭ କରିଛି ଏଠି 2020ରୁ ଆରମ୍ଭ କରିଛି, କିନ୍ତୁ ମୋର ଗୋଟେ ସଂସ୍ଥା ଅଛି ଅନ୍ନପୂର୍ଣ୍ଣା ହ୍ୟାଣ୍ଡିକ୍ରାଫ୍ଟ ବୋଲି। ସେଇ ସଂସ୍ଥାଟି ମୁଁ ରେଜିଷ୍ଟ୍ରେସନ କରିଛି 2016ରେ। ତା ପରଠୁ ଧୀରେ ଧୀରେ ଆରମ୍ଭ କରିଛି। କ'ଣ ମତ ନେଇ କରୁଥିଲେ ଏ ସଂଗଠନ? ମହିଳାମାନଙ୍କୁ ଏଥିରେ ପ୍ରଶିକ୍ଷଣ ଦେଉଛନ୍ତି, କ'ଣ ଥିଲା ତାର ଉଦ୍ଦେଶ୍ୟ ଥିଲା କ'ଣ? ଆକ୍ଚୁଆଲି ମୁଁ ଜଣେ ମହିଳା, ମୁଁ ବହୁତ କଷ୍ଟରେ ଆମ ପରିବାର ସହମତିରେ ଆଗକୁ ଟିକେ ବଢ଼ିଛି। ତ ବଢ଼ିବା ଫଳରେ ମୁଁ ଦେଖିଲି ଯେ ଏଇ ମହିଳାମାନଙ୍କୁ ଯଦି ମୁଁ ବି ମୋ ଭଳିଆ କିଛି କାମରେ ନିୟୋଜିତ କରିପାରେ, ସେମାନେ ବି ଘରେ ବସିକି 2 ପଇସା ଇନକମ୍ କରିପାରିବେ। ସେହି ମୋଟିଭରେ ହିଁ ମୁଁ ଆଗକୁ ବଢ଼ି ଚାଲିଛି। ଆଚ୍ଛା, କେମିତି କ'ଣ କାମ ଆରମ୍ଭ ପ୍ରଥମେ କରୁଥିଲେ? ଯେହେତୁ ପ୍ରଥମ କାମରେ କିଛି ବାଧା ବିଘ୍ନ ଥାଏ, ଆଜ୍ଞା, କେତେ ମିନିମମ୍ ମହିଳା ସହିତ ଆପଣ ଥିଲେ, ଏବେ କେମିତି ସଂଗଠନ ଆଗକୁ କରୁଛି? ପ୍ରଥମେ ତ କେହି ଏତେ ମୋ ସହିତ ନଥିଲେ, କିନ୍ତୁ ଘର ଲୋକ, ମୋର ଘର ପରିବାର, ବାପା ମା ଭଉଣୀ ବହୁତ ସପୋର୍ଟ କରୁଛନ୍ତି। ତାପରେ ତ ଧୀରେ ମ୍ୟାରେଜ୍ ହେଲା ପରେ ମୋ ହଜବେଣ୍ଡ, ମୋ ଭଉଣୀ ଜ୍ୱାଇଁ ଆଉ ଏମିତିକି ପରିବାର ଲୋକ ସପୋର୍ଟ କରିବାରୁ, ତାପରେ ଆଖପାଖ ଯେଉଁମାନେ ପଡ଼ୋଶୀ ହିସାବରେ ଯେଉଁମାନେ ଥିଲେ ସେମାନେ ଦେଖିବାରୁ ସେମାନେ କହିଲେ ତୁମେ କ'ଣ କରୁଛ, କ'ଣ ଆମକୁ ଟିକେ ଜଣାଉନ। ବୋଲେ ମୁଁ ତ ତୁମମାନଙ୍କୁ କେବେଠୁ କହିଲିଣି, ମୋ ସାଙ୍ଗରେ ଯୋଡ଼ିକି କାମ କରିବାରୁ ସେମାନେ ବି 2 ପଇସା ଇନକମ୍ କରୁଛନ୍ତି ଏବେ। ଆଉ ତାପରେ ଯେତେବେଳେ ମୁଁ ବାହାରକୁ ବାହାରିଲି, ଦେଖିଲି ଯେ ବହୁତ ଲେଡ଼ିଜ୍ ଅଛନ୍ତି ଘରେ ବସି ରହିଛନ୍ତି କିନ୍ତୁ ଇନକମ୍ କରିବାକୁ ଚାହୁଁଛନ୍ତି। ବିଶେଷ କରି ମୁଁ ଏ ଏରିଆରେ ଦେଖନ୍ତୁ, ମା ମାନେ ଯେ ଅଛନ୍ତି ତାଙ୍କର ଘରକୁ ବାହାରକୁ ବାହାରିବାର ସୁଯୋଗ ନାହିଁ, କିନ୍ତୁ ତାଙ୍କର ବହୁତ ଆର୍ଥିକ ପ୍ରୋବ୍ଲେମ୍ ହୁଏ। ତ ସେଇଥିପାଇଁ ମୁଁ ଦେଖିଲି ଯେ ଯଦି ମୁଁ ତୁମମାନଙ୍କୁ ଘର ଭିତରେ ବସିକି କାମ ଯୋଗାଇବି, ତୁମେମାନେ କରିକି ମୋତେ ଯୋଗାଇ ପାରିବ ନା ନାହିଁ? ସେ କହିଲେ ଯେ ହଁ ମ୍ୟାଡ଼ାମ୍ ଆମେ କରିବାରୁ ତାଙ୍କୁ ଶିଖେଇବାରୁ ସେମାନେ 2 ପଇସା ବି ଇନକମ୍ କଲେ। ଏବେ ମୋ ସହିତ ସାଙ୍ଗ ହେଇକି ବି ବାହାରକୁ ଯାଇକି ବି ଷ୍ଟଲ୍ ଆଟେଣ୍ଡ କରୁଛନ୍ତି। ଏଇଟା ମୁଁ ବହୁତ ଖୁସି ଯେ ଯାହା ହଉ ଏମାନେ ବାହାରକୁ ତାଙ୍କ ହଜବେଣ୍ଡ ମାନେ ବି ଛାଡ଼ୁଛନ୍ତି ଭରସାରେ, ବାହାରେ ଯାଇକି ସେମାନେ ଇନକମ୍ କରିବାର ସୁଯୋଗ ପାଉଛନ୍ତି। ସେଥିପାଇଁ ମୁଁ ଏଥର ଚେଷ୍ଟା କରୁଛି ସେମାନଙ୍କୁ ବି ପଚାରିବେ ଯେ ସେମାନେ ଏବେ ନିଜେ ଏକା ଯାଇକି ବି ଷ୍ଟଲ୍ ଆଟେଣ୍ଡ କରିପାରିବେ। ଠିକ୍, ଆପଣ ଏତେ ଆଇଟମ୍ କରୁଛନ୍ତି, ଆପଣଙ୍କର ବିକ୍ରି ମାଧ୍ୟମ କ'ଣ? ବିକ୍ରି ମାଧ୍ୟମ ହେଉଛି ଆମେ ଯେଉଁ ବାହାରେ ଯେଉଁ ଗ୍ରୁପ୍ ଗୁଡ଼ିକ ଅଛି, ଲେଡ଼ିଜ୍ ମାନେ ଯେଉଁ କରୁଛନ୍ତି ଏଇ ନରମ କଣ୍ଢେଇର
ସବୁ ବିକ୍ରି ବଟା ମେଳା ମାନଙ୍କରେ ସେମାନେ ଆମମାନଙ୍କୁ କଣ୍ଟାକ୍ଟ କରନ୍ତି, ଆମମାନଙ୍କ ପାଖରୁ ନିଅନ୍ତି। ପ୍ଲସ୍ ଆମେ ଯେଉଁ ଗଭର୍ଣ୍ଣମେଣ୍ଟର ଯେଉଁ ଷ୍ଟଲ୍ ଗୁଡ଼ିକ ପଡ଼ୁଛି ସେଇ ଷ୍ଟଲ୍ ଗୁଡ଼ାରେ ଆମେ ବିକ୍ରି କରିବାର ସୁଯୋଗ ପାଇଥାଉ, କିନ୍ତୁ ଏବେ ଟିକେ ମାତ୍ରା କମିଯାଇଛି ଏଇ ବର୍ଷଟି। ଆଗରୁ କିନ୍ତୁ ବହୁତ ଆମେ ଗଭର୍ଣ୍ଣମେଣ୍ଟ ଷ୍ଟଲ୍ ସବୁ ଯାଇକି ବିକ୍ରି କରିଛୁ। କୋଉ ସୁବିଧାରେ ମାନେ ଆସୁଛନ୍ତି? ଆମର ଏଇଠି ମାର୍କେଟିଂର ପ୍ରୋବ୍ଲେମ୍ ଟିକେ ରହୁଛି, ସେଇଥିପାଇଁ ସେ ମାର୍କେଟିଂଟା ବୁଝାବୁଝି କରିବା ପାଇଁ କିଛି ସୁବିଧା ହେଲେ ଆମକୁ ସୁବିଧା ହେବ, ଆଉ କିଛି ନାହିଁ। ବାଲେଶ୍ୱରରୁ ପ୍ରସଞ୍ଜିତ ସେଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।